ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍। ତ +2 ସେକେଣ୍ଡ ଇୟର୍ ଆର୍ଟ୍ସ ପିଲା +2 ସେକେଣ୍ଡ ଇୟର୍ ଆର୍ଟ୍ସ ପିଲାଙ୍କୁ ସ୍ୱାଗତ କରୁଛି। ତ ତମର ହିଷ୍ଟ୍ରିର 20ଟା ମୁଁ MCQ ପଢ଼େଇଥିଲି। ତ ଆଜି ଆଉ 20ଟା ପିଲାମାନେ ପଢ଼େଇବା। ତ ଚାଲ ଆମେ ଷ୍ଟାର୍ଟ କରିବା। ଭିଡ଼ିଓ ଦେଖିବା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିଦେବ, ବେଲ୍ ଆଇକନ୍କୁ ଦବାଇ ଦେବ ନୂଆ ନୂଆ ନୋଟିଫିକେସନ୍ ପାଇଁ ଲାଇକ୍ ସେୟାର। ତ ଦେଖିବା କ୍ୱେଶ୍ଚିନ୍ କ'ଣ ଦେଇଛି। 21 ନମ୍ବର, ଆର୍ଯ୍ୟ ଏବଂ ଦ୍ରାବିଡ଼ ମାନଙ୍କ ମଧ୍ୟରେ ସଂଘର୍ଷ ବିଷୟରେ କେଉଁ ପୁସ୍ତକରୁ ଜାଣି ହୁଏ? ଆର୍ଯ୍ୟ ଓ ଦ୍ରାବିଡ଼ ମାନଙ୍କ ସଂଘର୍ଷ ବିଷୟରେ କେଉଁ ପୁସ୍ତକରୁ ଜଣାପଡ଼େ ପିଲାମାନେ? ଦେଖ ଏଠି ଆନ୍ସର ଲେଖିଦେଇଛି, ଅପସନ୍ ପଢ଼ୁନି। ରାମାୟଣ। ଆର୍ଯ୍ୟ ଦ୍ରାବିଡ଼ ମାନଙ୍କ ସଂଘର୍ଷ କେଉଁଥିରୁ ଜାଣି ହୁଏ? ନା ରାମାୟଣରୁ ଜାଣି ହୁଏ। ତ ନେକ୍ସଟ କ୍ୱେଶ୍ଚିନ୍ ଦେଖିବା। ଅଙ୍ଗ କେଉଁ ଧର୍ମର ଦର୍ଶନ ଉପରେ ଆଲୋକପାତ କରିଥାଏ? ଅଙ୍ଗ କେଉଁ ଧର୍ମର ଦର୍ଶନ ପିଲେ? ହିନ୍ଦୁ ଧର୍ମ ନା ଜୈନ ଧର୍ମ ନା ବୌଦ୍ଧ ଧର୍ମ ନା ଶୈବ ଧର୍ମ? ତ କ'ଣ ହବ ପିଲାମାନେ? ନା ଆନ୍ସର ହେଇଯିବ ଜୈନ ଧର୍ମ। କ'ଣ ନା ଆନ୍ସର ହେଇଯିବ ଜୈନ ଧର୍ମ। ତ ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା କ'ଣ ଦେଇଛି ପରବର୍ତ୍ତୀ କ୍ୱେଶ୍ଚିନ୍। ନେକ୍ସଟ କ୍ୱେଶ୍ଚିନ୍ କ'ଣ ଦେଲା? 23 ନମ୍ବର କ୍ୱେଶ୍ଚିନ୍, କେଉଁ ପୁସ୍ତକରୁ ପ୍ରାଚୀନ ଭାରତର ବିଭିନ୍ନ ପୋତାଶ୍ରୟ ଏବଂ ଦରିଆପାରି ବାଣିଜ୍ୟ ସମ୍ପର୍କରେ ସୂଚନା ମିଳିଥାଏ? କେଉଁ ପୁସ୍ତକ? ଇଣ୍ଡିକା, ଆରିଥ୍ରେୟାନ୍ ସାଗରର ପେରିପ୍ଲସ୍, ସିୟୁକି, ଆରିପନ୍। କ'ଣ ହବ? ନା ହେଇଯିବ ଅପସନ୍ ଖ ହେଇଯିବ କ'ଣ? ନା ଆରିଥ୍ରେୟାନ୍ ସାଗର ପେରିପ୍ଲସ୍। ନେକ୍ସଟ କ୍ୱେଶ୍ଚିନ୍, ତାଞ୍ଜୋରା ଠାରେ କାହାର ସ୍ଥାପତ୍ୟ କଳା ବିଦ୍ୟମାନ ଅଛି? ତାଞ୍ଜୋର ଠାରେ କାହାର? ଶୁଙ୍ଗ, ଗୁପ୍ତ, ପଲ୍ଲବ, ଚୋଳ। କାହାର ଅଛି? ନା ଅପସନ୍ ଘ ହେଇଯିବ ଚୋଳ। କ'ଣ? ନା ଅପସନ୍ ଘ ହେଇଯିବ କ'ଣ? ନା ଚୋଳ। ତ ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା କ'ଣ ଦେଇଛି 25 ନମ୍ବର କ୍ୱେଶ୍ଚିନ୍। ପ୍ରୟାଗ ପ୍ରଶସ୍ତି କ'ଣ ଦେଲା? ପ୍ରୟାଗ ପ୍ରଶସ୍ତି କେଉଁ ପ୍ରକାର ଅଭିଲେଖ? କେଉଁ ପ୍ରକାର ଅଭିଲେଖ? ପ୍ରୟାଗ ପ୍ରଶସ୍ତି ପ୍ରଶଂସା ବ୍ୟଞ୍ଜକ, ଧର୍ମୀୟ, ସ୍ମାରକ, ଆଜ୍ଞାପତ୍ର। କ'ଣ? ନା ପ୍ରଶଂସା ବ୍ୟଞ୍ଜକ। ତାପରେ ନେକ୍ସଟ କ୍ୱେଶ୍ଚିନ୍ କ'ଣ ଦେଲା? ଟେଲିମ୍ଙ୍କ ଦ୍ୱାରା ରଚିତ ପୁସ୍ତକର ନାମ କ'ଣ? ଟେଲିମ୍ଙ୍କ ଦ୍ୱାରା ରଚିତ ପୁସ୍ତକର ନାମ କ'ଣ? ଇତିହାସ, ଭୂଗୋଳ, ଅର୍ଥନୀତି, ରାଜନୀତି ବିଜ୍ଞାନ। କ'ଣ ହବ? ନା ଭୂଗୋଳ। ଅପସନ୍ ଖ ହେଇଯିବ ଭୂଗୋଳ। ନେକ୍ସଟ କ୍ୱେଶ୍ଚିନ୍ ଦେଖିବା ପିଲାମାନେ। ଅଶୋକଙ୍କ ଅଭିଲେଖ ମାନଙ୍କ ମଧ୍ୟରେ କେତୋଟି ଶିଳାଲେଖ ଆବିଷ୍କାର କରାଯାଇଛି? କେତୋଟି? 13ଟି, 14ଟି, 15ଟି, 16ଟି। କେତୋଟି ହେଇଛି ପିଲାମାନେ? ନା 14ଟି। କେତୋଟି? ନା 14ଟି। ନେକ୍ସଟ କ୍ୱେଶ୍ଚିନ୍, ରାଜତରଙ୍ଗିଣୀର ରଚୟିତା କିଏ? ରାଜତରଙ୍ଗିଣୀର ରଚୟିତା କିଏ? ପତଞ୍ଜଳି, କହ୍ଲଣ, କୌଟିଲ୍ୟ ନା ମେଗାସ୍ତିନିସ୍? ରାଜତରଙ୍ଗିଣୀର ରଚୟିତା କିଏ? ନା କହ୍ଲଣ। କହ୍ଲଣ ହେଉଛନ୍ତି ରାଜତରଙ୍ଗିଣୀର ରଚୟିତା। ନେକ୍ସଟ କ୍ୱେଶ୍ଚିନ୍, ମୁଦ୍ରା ରାକ୍ଷସ ନାଟକର ରଚୟିତା କିଏ? ରାଜତରଙ୍ଗିଣୀ ହେଉଛନ୍ତି କହ୍ଲଣ। ପୁଣି ମୁଦ୍ରା ରାକ୍ଷସ ନାଟକର ରଚୟିତା କିଏ? ଶୂଦ୍ରକ ନା ବିଶାଖ ଦତ୍ତ ନା ଭାରବୀ ନା କାଳିଦାସ? ମୁଦ୍ରା ରାକ୍ଷସ ହେଉଛନ୍ତି କିଏ? ନା ତମର ବିଶାଖା ଦତ୍ତ। କିଏ? ନା ଅପସନ୍ ଖ ହେଇଯିବ ବିଶାଖା ଦତ୍ତ। ନେକ୍ସଟ କ୍ୱେଶ୍ଚିନ୍, କେଉଁ ରାଜାଙ୍କ ଶାସନ କାଳରେ ମେଗାସ୍ତିନିସ୍ ଭାରତ ଭ୍ରମଣରେ ଆସିଥିଲା? କେଉଁ ରାଜା? ଚନ୍ଦ୍ରଗୁପ୍ତ ମୌର୍ଯ୍ୟ, ଅଶୋକ, ଖାରବେଳ, ହର୍ଷବର୍ଦ୍ଧନ। କେଉଁ ରାଜାଙ୍କ ଶାସନ କାଳରେ ମେଗାସ୍ତିନିସ୍ ଭାରତ ଭ୍ରମଣରେ ଆସିଥିଲା? ନା ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଶାସନ କାଳରେ। ନେକ୍ସଟ, କାହା ରାଜତ୍ୱ କାଳରେ ଚୀନ ପରିବ୍ରାଜକ ଫାହିୟାନ୍ ଭାରତ ଭ୍ରମଣରେ ଆସିଥିଲେ? କାହା ରାଜତ୍ୱ କାଳରେ? କନିଷ୍ଠ ନା ହର୍ଷବର୍ଦ୍ଧନ ନା ପ୍ରଥମ ଚନ୍ଦ୍ରଗୁପ୍ତ ନା ଦ୍ୱିତୀୟ ଚନ୍ଦ୍ରଗୁପ୍ତ? ଫାହିୟାନ୍ ଭାରତ ଭ୍ରମଣରେ ଆସିଥିଲେ ଚୀନ ପରିବ୍ରାଜକ ଫାହିୟାନ୍ ନା ଦ୍ୱିତୀୟ ଚନ୍ଦ୍ରଗୁପ୍ତ? ମେଗାସ୍ତିନିସ୍ ଆସିଥିଲେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଏବଂ ଚୀନ ପରିବ୍ରାଜକ ଫାହିୟାନ୍ ଆସିଥିଲେ ଦ୍ୱିତୀୟ ଚନ୍ଦ୍ରଗୁପ୍ତ। ନେକ୍ସଟ, ତାରିଖ ଇ ହିନ୍ଦ ପୁସ୍ତକର ରଚୟିତା କିଏ? ତାରିଖ ଇ ହିନ୍ଦ ପୁସ୍ତକର ଆଲବେରୁଣି, ହାସାନ ନିକାନି, ଗୁଲବେଦନ ବେଗ, ଅବଦୁଲ୍ଲା। କ'ଣ ହବ? ନା ଏଇଟା ହବ ଅପସନ୍ କ ଆଲବେରୁଣି। ନେକ୍ସଟ କ୍ୱେଶ୍ଚିନ୍,
ତବାକତ୍ ଇ ନାସିରୀ ପୁସ୍ତକର ରଚୟିତା କିଏ? ତବାକତ୍ ଇ ନାସିରୀ ଜିଆଉଦ୍ଦିନ ବରାଣୀ, ଅମୀର ଖୁସରୁ, ମିନହାଜ ଇ ସିରାଜ, ମହମ୍ମଦ କାଦିର। କ'ଣ ହବ ନା ମିନହାଜ ଇ ସିରାଜ। ନେକ୍ସଟ କ୍ୱେଶ୍ଚିନ୍ ତାରିଖ ଇ ଫିରୋଜଶାହୀ ପୁସ୍ତକର ରଚୟିତା କିଏ? ତାରିଖ ଇ ଫିରୋଜଶାହୀ ଜିଆଉଦ୍ଦିନ ବରାଣୀ, ଅମୀର ଖୁସରୁ, ମହମ୍ମଦ ଅମିନ, ମହମ୍ମଦ କ'ଣ ନା କାଦିର। କ'ଣ ହବ ନା ଜିଆଉଦ୍ଦିନ ବରାଣୀ। ତ ପିଲାମାନେ ହିଷ୍ଟ୍ରି ଟିକେ କଷ୍ଟ ଲାଗିବ, ଖାଲି ରଚୟିତା କିଏ ରଚନା କରିଥିଲେ, କେଉଁ ଚୀନ ପରିବ୍ରାଜକ, କେଉଁ ରାଜାଙ୍କ ସମ୍ବନ୍ଧରେ ଆସିଥିଲେ, ତ ଟିକେ କଷ୍ଟ ହବ। କିନ୍ତୁ ତମେ ଯଦି ପଢ଼ିକି ଦୁଇଥର ଲେଖିଦେବ ତାହେଲେ ତମର ସବୁଦିନ ପାଇଁ ମନେ ରହିବ। ବୁଝିହେଲା ପିଲାମାନେ? ତ ବହୁତ ହିଷ୍ଟ୍ରି ହେଉଛି ଏମିତି ପାଠ, ବହୁତ କାମରେ ତମର ଆସିବ। ତମେ ଏଣ୍ଟ୍ରାନ୍ସ ଦେବାକୁ ଯାଅ କି କୌଣସି କିଛି କାମରେ, ତ ଯେଉଁ ଏକ୍ଜାମ ବି ଦେବ ଏଇ କ୍ୱେଶ୍ଚିନ୍ ତମର ଆସିବ। ବୁଝିହେଲା? ତ ନେକ୍ସଟ କ୍ୱେଶ୍ଚିନ୍ ଦେଖିବା। ହୁମାୟୁନ ନାମା ପୁସ୍ତକର ରଚୟିତା କିଏ? ଗୁଲବେଦନ ବେଗ, ଆବାସ ଖାଁ ସରୱାଗ ନା ମହମ୍ମଦ ଅମିନ ନା ଅବଦୁଲ୍ଲା। କିଏ ନା ଗୁଲବଦନ ବେଗ। ନେକ୍ସଟ କ୍ୱେଶ୍ଚିନ୍ ଆକବର ନାମା ପୁସ୍ତକର ରଚୟିତା କିଏ? ଆକବର ନାମା ଆବୁଲ ଫାଜଲ, ଆକବର, ଅମୀର ଖୁସରୁ, ଫାୟାଜି। କ'ଣ ହବ ନା ଆବୁଲ ଫାଜଲ। ନେକ୍ସଟ ଇଣ୍ଡିକା ଗ୍ରନ୍ଥର ରଚୟିତା କିଏ? ଇଣ୍ଡିକା ଗ୍ରନ୍ଥର ରଚୟିତା କିଏ? ମେଘାସ୍ତିନିସ, ଫାହିୟାନ, କୌଟିଲ୍ୟ, ହୁଏନ୍ସା। ମେଘାସ୍ତିନିସର ଇଣ୍ଡିକାର କିଏ ନା ମେଘାସ୍ତିନିସ। ନେକ୍ସଟ କ୍ୱେଶ୍ଚିନ୍ ସିୟୁକି ଗ୍ରନ୍ଥର ରଚୟିତା କିଏ? ସିୟୁକି ଗ୍ରନ୍ଥର ରଚୟିତା ହେଉଛନ୍ତି କିଏ? ବାଣଭଟ୍ଟ, ଇବନ ବତୁତା ନା ହୁଏନ୍ସା ନା ଫାହିୟାନ। କ'ଣ ନା ସିୟୁକି ଗ୍ରନ୍ଥ ରଚନା ହେଉଛନ୍ତି ରଚୟିତା ଗ ହବ ହୁଏନ୍ସା। ନେକ୍ସଟ କ୍ୱେଶ୍ଚିନ୍ କାହା ରାଜତ୍ୱ କାଳରେ ହୁଏନ୍ସା ଭାରତ ଭ୍ରମଣରେ ଆସିଥିଲେ? କାହା ରାଜତ୍ୱ ପିଲାମାନେ? ହର୍ଷବର୍ଦ୍ଧନ ନା କନିଷ୍କ ନା ସମୁଦ୍ରଗୁପ୍ତ ନା ସ୍କନ୍ଦଗୁପ୍ତ। କ'ଣ ନା ଅପସନ୍ କ ହେଇଯିବ ହର୍ଷବର୍ଦ୍ଧନ। ନେକ୍ସଟ ପିଲାମାନେ ଶେଷ କ୍ୱେଶ୍ଚିନ୍ ତମାନଙ୍କର ଚାଲୁକ୍ୟ ନରପତି ଦ୍ୱିତୀୟ ପୁଲକେଶୀଙ୍କ ସମ୍ପର୍କରେ କେଉଁଥିରୁ ଜଣାପଡ଼ିଥାଏ? ପ୍ରୟାଗ ପ୍ରଶସ୍ତି, ନାସିକ ପ୍ରଶସ୍ତି, ଅହଲ୍ୟ ପ୍ରଶସ୍ତି, ଗିରନାର ପ୍ରସ୍ତାର ଭିଲେଖ ନା ଅହଲ୍ୟ ପ୍ରଶସ୍ତିରୁ ଚାଲୁକ୍ୟ ନରପତି ଦ୍ୱିତୀୟ ପୁଲକେଶୀଙ୍କ ସମ୍ପର୍କରେ ଜଣାପଡ଼ିଥାଏ। ତ ପିଲାମାନେ ଇଏ ଥିଲା ତମର ଆଜିର ଏତିକି କ୍ୱେଶ୍ଚିନ୍। ତ ପଢ଼, ତ ନେକ୍ସଟ କ୍ଲାସକୁ ଆଉ ଅବଶିଷ୍ଟ ନେଇ ଆସିବି। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦେବ। ରହୁଛି ଧନ୍ୟବାଦ। ଜୟ ଜଗନ୍ନାଥ।